ସ୍ତ୍ରୀ ଏମିତି କ'ଣ ଦେଲେ ଯେ ସ୍ୱାମୀ ପୂରା ଖୁସି ହୋଇଗଲେ। ପୁଅ ବର୍ତ୍ତମାନ ଜଣେ ଭଲ ରୋଜଗାରକ୍ଷମ ବ୍ୟକ୍ତିଟିଏ ହୋଇପାରିଛି। ନିଜ ଗୋଡ଼ରେ ନିଜେ ଛିଡ଼ା ହେବା ପରେ କଥା କଥାରେ ମା'ଙ୍କ ସହିତ ସବୁବେଳେ ଝଗଡ଼ା କରିଥାଏ। ମା' ମନ ଭିତରେ ଅନୁଭବ କରନ୍ତି, ଇଏ ସେହି ପୁଅ ଯାହା ପାଇଁ ଦିନେ ତାଙ୍କ ସ୍ୱାମୀଙ୍କ ସହିତ ଝଗଡ଼ା କରୁଥିଲେ। ପୁଅ ତାଙ୍କ ପିତାଙ୍କ ବାରମ୍ବାର ବୁଝାଇବା ସତ୍ତ୍ୱେ ବି ତାଙ୍କ କଥା ଅଣଦେଖା କରିଥାଏ ଏବଂ କହିଥାଏ, ଏହି ତ ହେଉଛି ବୟସ, ଭଲ ଖାଇବା ଏବଂ ପିନ୍ଧିବା ଆଉ ମଜାମସ୍ତି କରିବା ପାଇଁ। ଯେତେବେଳେ ତୁମ ଭଳି ପାଟିଦାନ୍ତ ପଡ଼ିଯିବ ସେତେବେଳେ କ'ଣ ଏସବୁ କରିବି? ପୁଅଟିର ବିବାହ ସରିଥିଲା, କିନ୍ତୁ ବୋହୂର ସ୍ୱଭାବ ପୁଅଠୁ ଭିନ୍ନ ଥିଲା। ବୋହୂ ଯୌଥ ପରିବାରରୁ ଆସିଥିଲା, ତେଣୁ ଶାଶୁଘରର ଗୃହସ୍ଥୀ ସହିତ ପୂରା ମିଶି ଯାଇଥିଲା। ପୁଅ ଭଲ ଜାଗାରେ ଚାକିରି କରିଛି, ତେଣୁ ଫ୍ରେଣ୍ଡ ସର୍କଲ ସବୁ ମଡ଼ର୍ଣ୍ଣ ଥିଲେ। ସେ ବୋହୂକୁ ପୁରୁଣା ଷ୍ଟାଇଲ ପୋଷାକ ଛାଡ଼ି ଆଧୁନିକ ହେବାକୁ କହୁଥିଲା, କିନ୍ତୁ ବୋହୂ ମନା କରିଦିଏ। ପୁଅ କହେ, ତମେ ଅଦ୍ଭୁତ ଅଟ, ଆଜିକାଲି ସମସ୍ତେ ମେଣ୍ଟେନ୍ କରୁଛନ୍ତି, ଆଉ ତମେ ପୁରୁଣା ଚିନ୍ତାଧାରାରେ ଅଟକି ରହିଛ। କ୍ୱାଲିଟି ଜୀବନ ବଞ୍ଚ। କ୍ୱାଲିଟି ଜୀବନ କ'ଣ ତୁମକୁ ଜଣାନାହିଁ? ବୋହୂ କହେ, କ୍ୱାଲିଟି ଜୀବନ କ'ଣ ମୁଁ ଜାଣିବାକୁ ଚାହୁଁନାହିଁ, ବରଂ ମୁଁ ଏଥିରେ ବିଶ୍ୱାସ କରେ କି ଜୀବନ କ୍ୱାଲିଟି ହେବା ଦରକାର। ହଠାତ୍ ଆଜି ପୁଅର ବାପାଙ୍କ ଦେହ ଅସୁସ୍ଥ ହୋଇପଡ଼ିଛି। ବାପାଙ୍କୁ ଆଇସିୟୁରେ ଭର୍ତ୍ତି କରାଗଲା। ବାପାଙ୍କର ହୃଦଘାତ ହୋଇଛି। ଡାକ୍ତର ଫର୍ମଟେ ପୁଅକୁ ଧରାଇଦେଲେ। 3 ଲକ୍ଷ ଜମା କରିବାକୁ ପଡ଼ିବ। ବର୍ତ୍ତମାନ ଏହି 3 ଲକ୍ଷ ବହୁତ ଭାରୀ ମନେହୁଏ। ପୁଅ ହସ୍ପିଟାଲ ବାହାରେ ବସି ଭାବୁଛି, ବର୍ତ୍ତମାନ ସେ କ'ଣ କରିବ? ସେ ଅନେକ ବନ୍ଧୁଙ୍କୁ ଫୋନ୍ କଲା, ତାକୁ ସାହାଯ୍ୟ କରିବାକୁ ସବୁ ମନା କରିଦେଲେ। ତା ଆଖିରେ ଲୁହ ଆସିଗଲା ଏବଂ ସେ ଦୁଃଖିତ ହୋଇ ବସିଥାଏ। ଏହି ସମୟରେ ତାର ସ୍ତ୍ରୀ ଟିଫିନ୍ ବକ୍ସ ଧରି ଖାଇବା ନେଇ ଆସିଲା ଏବଂ କହିଲା, ନିଜର ମଧ୍ୟ ଯତ୍ନ ନେବା ଜରୁରୀ ଅଟେ। ଏମିତି ହେଲେ କ'ଣ ହେବ? ଧୈର୍ଯ୍ୟର ସହିତ କାମ କର, ବାପାଙ୍କ ଦେହ ଭଲ ହୋଇଯିବ, ଚିନ୍ତା କର ନାହିଁ। ତୁମେ ଖାଦ୍ୟ ଖାଇ ତାପରେ ଟଙ୍କା ଯୋଗାଡ଼ର ବ୍ୟବସ୍ଥା କର। ମୁଁ ବାପାଙ୍କ ପାଖରେ ଅଛି। ସ୍ୱାମୀଙ୍କ ଆଖିରୁ ଲୁହ ଝରିବାକୁ ଲାଗିଲା। ସ୍ତ୍ରୀ କହିଲେ, ଚିନ୍ତା କର ନାହିଁ। ଯେଉଁ ସାଙ୍ଗମାନଙ୍କ ସହିତ ତମେ ମଡ଼ର୍ଣ୍ଣ ପାର୍ଟି କର, କ୍ୱାଲିଟି ଲୋକଙ୍କ ସହ ସେମାନଙ୍କୁ ଥରେ ସାହାଯ୍ୟ ମାଗ। ସ୍ୱାମୀ ପୂରା ଚୁପ୍ ଏବଂ ଖାଲି ଆଖିରେ ତଳକୁ ଚାହିଁ ରହିଥିଲେ। ସେତେବେଳେ ସ୍ତ୍ରୀ ସ୍ୱାମୀଙ୍କ ହାତରେ ତାଙ୍କ ପିଠିକୁ ଆଉଁସି ଦେଇ କହିଲେ, କ'ଣ ସାହାଯ୍ୟ ପାଇଁ ସମସ୍ତେ ମନା କରିଦେଲେ? ପୁଅଟି କହିଲା, ଆଜି ମୁଁ ଜାଣିବାକୁ ପାଇଲି, ଏମିତି ବନ୍ଧୁ କେବଳ ସେ ପର୍ଯ୍ୟନ୍ତ, ଯେ ପର୍ଯ୍ୟନ୍ତ ତୁମ ପକେଟରେ ଟଙ୍କା ଅଛି। କେହି ବି ଜଣେ ସାହାଯ୍ୟ କରିଲେନି, କିନ୍ତୁ ସେମାନଙ୍କ ପାଟିରେ ମୁଁ ଲକ୍ଷ ଲକ୍ଷ ଟଙ୍କା ଉଡ଼ାଇ ଦେଇଛି। ଏହାପରେ ସ୍ତ୍ରୀ କହିଲେ, ମା ବାପା ତୁମକୁ ଏଇ କଥା ପାଇଁ ସବୁବେଳେ ବୁଝାଉଥିଲେ, ଏହି ଦିନ ପାଇଁ ସଞ୍ଚୟ କରିବାକୁ କହୁଥିଲେ। ହଉ, କିଛି ଅସୁବିଧା ନାହିଁ, ତୁମେ ଚିନ୍ତା କର ନାହିଁ, ସବୁକିଛି ଠିକ୍ ହୋଇଯିବ। ଚିନ୍ତା କେମିତି କରିବିନି? 3 ଲକ୍ଷ ଟଙ୍କା ଜମା କରିବାକୁ ହେବ। ଏ ମାସର ଦରମା ଆସିବାକୁ ଆହୁରି ଡେରି ଅଛି। ସ୍ତ୍ରୀ କହିଲେ, ଚିନ୍ତା କରନି, ତମକୁ ମୁଁ ଦୁଃଖୀ ହେବାକୁ ଦେବିନି।
ସ୍ୱାମୀ କିଛି ବୁଝିପାରିଲେନି। ସ୍ୱାମୀଟି କହିଲା, ସ୍ତ୍ରୀ କହିଲା, ତମେ ମୋତେ କ୍ୱାଲିଟି ଜୀବନ ବିତାଇବା ପାଇଁ ଯେଉଁ ପଇସା ଦିଅ, ମୁଁ ତାକୁ ସାଇତି ରଖିଥିଲି। ତାହା ସବୁ ମିଶି 2 ଲକ୍ଷ ଟଙ୍କା ହୋଇଛି। ଆଉ ମୋ ଭାଇଙ୍କ ଠାରୁ 1 ଲକ୍ଷ ଟଙ୍କା ମଗାଇଛି। ଟିଫିନ୍ ଖୋଲି ଦେଖିବା ପରେ ଗୋଟେ ଡବା କେବଳ ଖାଦ୍ୟ ଥିଲା, ଅନ୍ୟଟିରେ ପଇସା। ଏହା ଦେଖି ସ୍ୱାମୀର ଆଖି ଛଳଛଳ ହୋଇଗଲା। ତା ସ୍ତ୍ରୀକୁ କହିଲା, ମୁଁ ତମକୁ ମଡ଼ର୍ଣ୍ଣ ବନାଇବା ପାଇଁ ଚାହୁଁଥିଲି, କ୍ୱାଲିଟି ଜୀବନ ବିତାଇବାକୁ ଫୋର୍ସ କରୁଥିଲି, କିନ୍ତୁ ତମେ ତମ ସଂସ୍କାରକୁ ଛାଡ଼ି ନଥିଲ, ଯାହା ଆଜି କାମରେ ଆସିଲା। ପାଖରେ ବସି ଏସବୁ ଦେଖୁଥିବା ପୁଅର ମା'ଙ୍କ ଆଖିରୁ ମଧ୍ୟ ଲୁହ ଆସିଗଲା ଏବଂ ସେ ଆଜି ଆଉ କାହାର ଦିଆଯାଇଥିବା ସଂସ୍କାରକୁ ନେଇ ମନେ ମନେ ଗର୍ବ ଅନୁଭବ କରୁଥିଲେ। ସେ ବୋହୂର ମୁଣ୍ଡରେ ହାତ ରଖି ଉପରବାଲାଙ୍କୁ ଧନ୍ୟବାଦ ଜଣାଇଥିଲେ। ଏମିତି ବୋହୂକୁ ପାଇ ଆଉ ତାଙ୍କ ସହ ପୁଅଟି ବି ଏମିତି ସ୍ତ୍ରୀ ପାଇଛନ୍ତି ଭାବି ଖୁସି ହେଉଥିଲେ। ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥାଏ ତେବେ ଲାଇକ୍, ସେୟାର ଓ କମେଣ୍ଟ କରନ୍ତୁ। ଆପଣମାନେ ଯଦି ମୋ ଚ୍ୟାନେଲରେ ନୂଆ ଅଛନ୍ତି ତେବେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନିଅନ୍ତୁ। କାହାଣୀଟିକୁ ଶୁଣିଥିବାରୁ ଆପଣମାନଙ୍କୁ ଅନେକ ଅନେକ ଧନ୍ୟବାଦ।